ତ ହେଲା ପିଲାମାନେ କେମିତି ଅଛନ୍ତି? ସମସ୍ତ ପିଲାମାନେ ବହୁତ ହି ଭଲରେ ଥିବେ। ତ ସମସ୍ତ ପିଲାମାନଙ୍କୁ ତ ସେମିତି ଭଲ ଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ 3 ର 6 ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକି ନା ପିଲାମାନେ ଆଜିର ଭିଡ଼ିଓ ମାଧ୍ୟମରେ ଯେଉଁ ତୁମର DSCT ରହିଛି କ'ଣ DSC ପେପର 3 ବା କ'ଣ ଡିସିପ୍ଲିନ ସ୍ପେସିଫିକ୍ ଇଲେକ୍ଟିଭର 3 ର ୟୁନିଟ୍ 2 କ'ଣ ଅଛି ବାସିମଡ଼ା, ଯେଉଁଟାକି ତୁମ ଲାଷ୍ଟ ଡେଟ୍। ତ ସେଇଟା ଆମେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଏହାର ଗାଳ୍ପିକ କିଏ ନା ସୁରେନ୍ଦ୍ର ମହାନ୍ତି। ତ ପିଲାମାନେ ଆଜିର ଆମେ ଯେଉଁ ସର୍ଟ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରୁଛେ ତାହା ତୁମମାନେ ଭାବିବ ନାହିଁ କେବଳ 1 ମାର୍କ ଏଗୁଡ଼ା, ଏଗୁଡ଼ା 2 ମାର୍କ ହେଇପାରିବନି ଏବଂ 3 ମାର୍କ ହେଇପାରିବନି। ତ ସେମିତି ଭାବନି ଏଇ କ୍ୱେଶ୍ଚନ ଗୁଡ଼ିକ ହିଁ ତୁମର କ'ଣ 2 ମାର୍କ ହେଇପାରିବ 3 ମାର୍କ ମଧ୍ୟ ହେଇପାରିବ। ସେଟା କେମିତି ହେଇପାରିବ ସେଟା ମୁଁ ଭିଡ଼ିଓ ମାଧ୍ୟମରେ କହିବି। ତ ଚାଲନ୍ତୁ ଆଉ ଅଧିକ ଡେରି ନକରି ଭିଡ଼ିଓଟି ଆରମ୍ଭ କରିଦେବା। ଦେଖ, ବାସିମଡ଼ା ଗଳ୍ପର ଗାଳ୍ପିକ କିଏ? କିଏ ନା ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ବାସିମଡ଼ା ଗଳ୍ପର ଗାଳ୍ପିକ ହେଲା। ତ ପିଲାମାନେ ଯଦି ଏମିତି ଆସିଲା କ'ଣ ତୁମର ଏକ୍ଜାମରେ କ୍ୱେଶ୍ଚନ ଆସିଲା କିନ୍ତୁ 2 ମାର୍କର ଥିବ, ଖାଲି ପକାଇ ଦେଇଥିବ ଯେ ବାସିମଡ଼ା ଗଳ୍ପର ଗାଳ୍ପିକ କିଏ, ତାହେଲେ ତୁମେ କ'ଣ କରିବ ନା ସୁରେନ୍ଦ୍ର ମହାନ୍ତି ଲେଖିବା ସହିତ ତାଙ୍କର କିଛି ଗଳ୍ପ ସଂକଳନ ଗୁଡ଼ିକ ମଧ୍ୟ ଲେଖିଦେବ ହେଲା। ସେ କ'ଣ ସବୁ ଲେଖିଛନ୍ତି, କାହିଁକି ନା 2 ମାର୍କ ଦରକାର ନା, ତ ତେଣୁକରି ତୁମକୁ ଲେଖିତେ ପଡ଼ିବ ହେଲା। ତାପରେ ଦେଖ କ'ଣ ଅଛି, ସୁରେନ୍ଦ୍ର ମହାନ୍ତି କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି? ଦେଖ କେତେରେ ନା 1922 ମସିହା ଜୁନ 21 ତାରିଖରେ କୋଉଠି ନା ସାଲେପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ଠାରେ ଜନ୍ମଗ୍ରହଣ କରିଥିଲେ। ଆଉ ଥରେ 1922 ମସିହା ଜୁନ 21 ତାରିଖରେ ସାଲେପୁର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ଠାରେ ଜନ୍ମଗ୍ରହଣ କରିଥିଲେ। ତ ପିଲାମାନେ ଆମେ ଏଇ କ'ଣ ଏଇ ନୋଟ୍ ଗୁଡ଼ିକ ସରି ଏଇ ଯେଉଁ ସର୍ଟ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କଲା ପରେ ଆମେ ଗାଇଡରୁ ମଧ୍ୟ ଆଲୋଚନା କରିବା ସର୍ଟ କ୍ୱେଶ୍ଚନ ଗୁଡ଼ାକ ହେଲା, ଯାହାକି ଗୋଟେ ପିଲା ମନରେ କିଛି ବି ଦ୍ୱନ୍ଦ୍ୱ ନ ଆସୁ, ଯେମିତି ସବୁ ଗୁଡ଼ିକ ସର୍ଟ କ୍ୱେଶ୍ଚନ ସେ ଦେଖିଯାଉ, ଖାଲି ଏକ୍ଜାମରେ ଆସିଲେ ତୁମେ ଲେଖିପାରିବ ହେଲା। ତାପରେ ଦେଖ, ସୁରେନ୍ଦ୍ର ମହାନ୍ତି ଛାତ୍ରାବସ୍ଥାରେ କେଉଁ ଗଳ୍ପ ଲେଖିଥିଲେ? କେଉଁ ଗଳ୍ପ କିରେ? ସେ ବନ୍ଦୀ ଗଳ୍ପଟି ଲେଖିଥିଲେ ଯେତେବେଳେ ସେ ଛାତ୍ରାବସ୍ଥାରେ ଥିଲେ ବା କ'ଣ ଯେତେବେଳେ ସେ 7 କ୍ଲାସ୍ 8 କ୍ଲାସ୍ ପଢୁଥିଲେ, ସରି 7 କ୍ଲାସ୍ ତ ନାହିଁ 8 9 10 ରେ ସେ ଲେଖିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଆତ୍ମଜୀବନୀର ନାମ କ'ଣ ଥିଲା? ପଥ ଓ ପୃଥିବୀ। ସୁରେନ୍ଦ୍ର ମହାନ୍ତିଙ୍କର ଆତ୍ମଜୀବନୀର ନାମ ଥିଲା ପଥ ଓ ପୃଥିବୀ। ସୁରେନ୍ଦ୍ର ମହାନ୍ତି କେଉଁ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କେଉଁ ଉପନ୍ୟାସ ପାଇଁ କିରେ ନା ନୀରଶୈଳ ପାଇଁ। ସୁରେନ୍ଦ୍ର ମହାନ୍ତି ନୀରଶୈଳ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ହେଲା। ତାପରେ ଦେଖ, ସୁରେନ୍ଦ୍ର ମହାନ୍ତି କେଉଁ ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ନା ପିଲାମାନେ ସୁରେନ୍ଦ୍ର ମହାନ୍ତି ସେ କ'ଣ ସବୁଜ ପତ୍ର ଓ ଧୂସର ଗୋଲାପ ପାଇଁ 1959 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ତାପରେ ଦେଖିବା, ସୁରେନ୍ଦ୍ର ମହାନ୍ତିଙ୍କର ଭ୍ରମର କାହାଣୀ ଗ୍ରନ୍ଥର ନାମ କ'ଣ? କ'ଣ ନା ପେଙ୍କି ଡାଏରୀ। ପେଙ୍କି ଡାଏରୀ ହେଉଛି ସୁରେନ୍ଦ୍ର ମହାନ୍ତିଙ୍କର ଗୋଟିଏ ସୁନ୍ଦର ଭ୍ରମର କାହାଣୀ। ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଗୁଡ଼ିକ ଉଲ୍ଲେଖ କର। ବଧୂ ପ୍ରିୟା, ଅନ୍ଧ ଦିଗନ୍ତ, ଶତାବ୍ଦୀର ସୂର୍ଯ୍ୟ ଏବଂ କ'ଣ ହଂସ ଗୀତ, କୁଳବୁଦ୍ଧ, ନୀଳାଦ୍ରି ବିଜୟ, ତା ସହିତ ନେତି ନେତି ସହିତ କାଳାନ୍ତର ଇତ୍ୟାଦି ହେଉଛି ତାଙ୍କର କିଛି ଉପନ୍ୟାସ ଗୁଡ଼ିକ। ସୁରେନ୍ଦ୍ର ମହାନ୍ତିଙ୍କର ସମାଲୋଚନା ଗ୍ରନ୍ଥ ଗୁଡ଼ିକର ନାମ ଲେଖ। ସୁରେନ୍ଦ୍ର ମହାନ୍ତିଙ୍କ ସମାଲୋଚନା ଗ୍ରନ୍ଥ ଯଦି ମାଗିଲା ଲେଖିପାରିବ କ'ଣ ଓଡ଼ିଆ ସାହିତ୍ୟର ଆଦି ପର୍ବ, ଓଡ଼ିଆ ସାହିତ୍ୟର ମଧ୍ୟ ପର୍ବ ଓ ଉତ୍ତର ମଧ୍ୟ ପର୍ବ, ଫକୀର ମୋହନଙ୍କର ସମୀକ୍ଷା ହେଲା, ଓଡ଼ିଆ ସାହିତ୍ୟର କ୍ରମ ବିକାଶ, ସାହିତ୍ୟ ଓ ସମାଜ ଇତ୍ୟାଦି। ସୁରେନ୍ଦ୍ର ମହାନ୍ତି କେବେ ମୃତ୍ୟୁବରଣ କରିଥିଲେ? ତାପରେ ଏଗୁଡ଼ା ପ୍ରାୟତଃ ଏତେ ଆସେନି କ୍ୱେଶ୍ଚନ, ଫାଷ୍ଟ ମନେ ରଖିବ ସେ କେତେ ମସିହାରେ ଜନ୍ମ ହେଇଥିଲେ ହେଲା। ତାଙ୍କର ପିତାମାତାଙ୍କ ନାମ ବି ଏତେ ଇମ୍ପୋର୍ଟାଣ୍ଟ ରହୁନାହିଁ, ଖାଲି ତୁମେ ତାଙ୍କର କିଛି ଗଳ୍ପ ସଂକଳନ କି କିଛି ଉପନ୍ୟାସ ଗୁଡ଼ିକ ସେଗୁଡ଼ା ମନେ ରଖିଥିବ, ଯାହାଫଳରେ ସେଗୁଡ଼ା ଲଙ୍ଗ କ୍ୱେଶ୍ଚନରେ ଲେଖିପାରିବ ହେଲା। ଆଉ ସେ କେବେ ମୃତ୍ୟୁବରଣ କରିଥିଲେ ତ କ'ଣ ସେଗୁଡ଼ା କିଛି ପଡ଼ିବ ନାହିଁ। 1990 ମସିହା ଡିସେମ୍ବର ମାସ 21 ତାରିଖରେ ସେ ମୃତ୍ୟୁବରଣ କରିଥିଲେ। କେତେରେ ତଥାପି ଜାଣି ରଖ କାମ ଆସିବ ହେଲା। 1990 ମସିହା ଡିସେମ୍ବର 21 ତାରିଖରେ ମୃତ୍ୟୁବରଣ କରିଥିଲେ। ସୁରେନ୍ଦ୍ର ମହାନ୍ତି ବୃତ୍ତିରେ କ'ଣ ଥିଲେ? ନା ସେ ଜଣେ ସାମ୍ବାଦିକ ଥିଲେ। ସୁରେନ୍ଦ୍ର ମହାନ୍ତି ଜଣେ ସାମ୍ବାଦିକ ଥିଲେ। ମଡ଼ା ବା ଶବ୍ଦ କାହାକୁ କୁହାଯାଏ? ମୃତ ବ୍ୟକ୍ତିର ଶରୀରକୁ ଶବ ବା ମଡ଼ା ବୋଲି କୁହାଯାଇଥାଏ ହେଲା। ବାସି କାହାକୁ କୁହାଯାଏ? ନା ଜଣେ ବ୍ୟକ୍ତି ଯେଉଁ ଦିନ ମରୁଛି ସେହି ଦିନ ତାର ଶବ ସତ୍କାର ନ ହୋଇ ଯଦି ତା ପରଦିନ ପର୍ଯ୍ୟନ୍ତ ରଖାଯାଏ ତେବେ ସେହି ଶବକୁ ବାସି ବୋଲି କୁହାଯାଇଥାଏ। ଏହି ଗଳ୍ପର ମୁଖ୍ୟ ଚରିତ୍ର ନାମ କ'ଣ? ଏଇ ଯେଉଁ ବାସିମଡ଼ା ଗଳ୍ପର ମୁଖ୍ୟ ଚରିତ୍ର ହେଉଛନ୍ତି କିଏ? ଯିଏକି କ'ଣ ନିଧି କାନଗୋଇ। ସେ ଏହି ଗଳ୍ପରେ ହେଉଛନ୍ତି ବାସିମଡ଼ା। ନିଧି କାନଗୋଇର ଘର କେଉଁଠି? ହରିପୁର ଗ୍ରାମରେ ତାର ଘର। କାହାର? ନା ନିଧି କାନଗୋଇ। ନିଧି କାନଗୋଇର ମଡ଼ା କିପରି ମେଡିକାଲ ବାରଣ୍ଡାରେ ପଡ଼ିଥିଲା? ଦେଖନ୍ତୁ, ମେଡିକାଲ ୱାର୍ଡ ବାରଣ୍ଡାରେ ଗୋଟିଏ ଦୁର୍ଗନ୍ଧ ସନ୍ତସନ୍ତିଆ ଅନ୍ଧକାର କୋଣରେ ଖଣ୍ଡେ ଛିଣ୍ଡା ଛିଣ୍ଡା କମରରେ ନିଧି କାନଗୋରଙ୍କର ମରା ଗୁଡ଼ାଗୁଡ଼ି ହୋଇ ପଡ଼ିଥିଲା। ଡାକ୍ତରଖାନାର ନିୟମ କ'ଣ ଥିଲା? ଡାକ୍ତରଖାନାରେ ରାତିଟା ପାଇଁ କେବଳ ମଡ଼ା ବା ଶବ ରଖିବା ପାଇଁ ଅନୁମତି ମିଳିଛି। ସକାଳୁ ଯଦି ମଡ଼ା କ'ଣ ନ ଉଠିବ ତେବେ
ମେହେନ୍ତର ଉଠାଇ ନେବେ। ଏହା ହେଉଛି ଡାକ୍ତରଖାନାର ନିୟମ। ନିଧି କାନକ କେଉଁ ରାତିରେ ମୃତ୍ୟୁବରଣ କରିଥିଲେ? ଜନ୍ମାଷ୍ଟମୀ ରାତି ଦିନ ସେ ମୃତ୍ୟୁବରଣ କରିଥିଲେ। ମେଡିକାଲରୁ ହରିପୁର ଗାଁ କେତେ ବାଟ? 12 ମାଇଲ ବାଟ। 12 ମାଇଲ। ମେଡିକାଲ ହସ୍ପିଟାଲର ବାଟ ହଉଛି 12 ମାଇଲ। ହରିପୁର ଗାଁକୁ ଯିବା ପାଇଁ ଶେଷ ବସ୍ କେତେଟାରେ ଥିଲା? ସନ୍ଧ୍ୟା 5ଟାରେ ଥିଲା। ବସଷ୍ଟାଣ୍ଡରୁ ହରିପୁର ଗାଁ କେତେ ବାଟ? ନା 2 ମାଇଲ ବାଟ। ବସଷ୍ଟାଣ୍ଡରୁ ହରିପୁର 2 ମାଇଲ ବାଟ। ନିଧି କାନଗୋଇର ଶବକୁ କିଏ ଜଗିଥିଲେ? ବ୍ରଜବନ୍ଧୁ ଜଗିଥିଲେ ହେଲା। ମୋଡା ଭାଇ ମାନଙ୍କୁ ଡାକିବା ପାଇଁ ହରିପୁର ଗାଁକୁ କିଏ ଆସିଥିଲା? ଅନନ୍ତ ଆସିଥିଲା। ଅନନ୍ତ। ନିଧି କାନଗୋଇ ଚାଲିଗଲେ ବୋଲି କେଉଁଠି କେଉଁଠି ପ୍ରଚାର ହବ ବୋଲି ଗାଳ୍ପିକ କହିଛନ୍ତି? ଦେଖନ୍ତୁ, ନଳିତା କିଆରୀରେ ଧାନ କଣ? ଧାନ ବେଉଷଣ ବିଲରେ, କଦଳୀ ବାଡିରେ, ଗାଧୁଆ ତୁଠରେ, ଦାଣ୍ଡ ପିଣ୍ଡାରେ, ଘର କରଳେ, ନାଳ ବନ୍ଧରେ, ଗାଁ ଦାଣ୍ଡ ଗହିରିରେ ସେଇ ଗୋଟିଏ ଖବର ନିଧି କାନଗୋଇ ଚାଲିଗଲେ। ତାହେଲେ ଦେଖିବା, ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ନାଥ ଦାଦିର ରୂପକୁ ଦେଖି ବେଶଭୂଷାକୁ କିପରି ବର୍ଣ୍ଣନା କରିଛନ୍ତି? ନାଥ ଦାଦି ପିଣ୍ଡାରେ ବସିଥିବେ, ମୁଣ୍ଡରେ କଣ? ଗୋଟେ ଛିଣ୍ଡା ମଫଲର ଗୁଡେଇ ଦେହ ଉପରେ ଖଣ୍ଡେ କମ୍ବଳ ଢାଙ୍କି ସତେ ଯେପରି ମାର୍ଗଶିର ମାସ ସକାଳୁ ଉଠି ସେ ଖାଁ ଖାଁ କରି କାଶନ୍ତି। ତାପରେ ଉପର ସାହିରୁ ଆସିଥିବା 15 ଦିନ ତଳର ଖବର କାଗଜକୁ ନାକୁ ଆଗ ଚଷମା ଲଗାଇ ପଢନ୍ତି। ନା କାନଗୋଇ ସାହିରେ ଇଜିମାଇଲ ଜମିର ପରିମାଣ କେତେ? ନା ଦେଖନ୍ତୁ, ଇଜିମାଲି ଢିଅବାଡି ମିଶି ଚାଳିମାର 8 ଗୁଣ୍ଠ 5 ବିଶା। ଆଗେ ଦୁଇ ଭାଇଙ୍କର କେତେ ଅଂଶ ଥିଲା? ନା ଦେଖନ୍ତୁ, ଦୁଇ ଭାଇଙ୍କର 2 ଅଂଶ ଥିଲା। ବଡ ଅଂଶ 10 ପଣ, ସାନ ଅଂଶ 6 ପଣ। କାନଗୋଇ ସାହିରେ କାହିଁକି ସବୁଦିନ କୁରୁ ପାଣ୍ଡବ ଯୁଦ୍ଧ ହେଉଥିଲା? ନା ଦେଖନ୍ତୁ, କାନଗୋଇ ସାହିରେ ପ୍ରତିଦିନ କୁରୁ ପାଣ୍ଡବ ଯୁଦ୍ଧ ହେଉଥିଲା କାରଣ କାହା ବାଡ କାହା ଜମି ଉପରକୁ କଣ ଦାଢେ ମାଡି ଆସିଛି, ତ କାହା ଚାଡ ଅଳି କାହା ବାଡିରୁ ଜନି କଷିଟିଏ ଛିଣ୍ଡେଇ ନେଇଛି, ତ କାହା ଗୋରୁ କାହା ଚାରରୁ କଣ ଛଳ ବିଡାଏ ଉଟାରି ଖାଇଛି। ପେଟ ପାଟଣା ପାଇଁ କାନଗୋଇ ସାହିର ଲୋକମାନେ କଣ କରନ୍ତି? ନା ଦେଖନ୍ତୁ ପିଲାମାନେ, ପେଟ ପାଟଣା ପାଇଁ କାନଗୋଇ ସାହିର ଲୋକମାନେ କୋରାପୁଟ ଠାରୁ କଣ କାଳିମାଟି ଯାଏଁ ସବୁଠି ମାଡି ଯାଇଛନ୍ତି ଏବଂ ପଙ୍କପାର ପରି ହେଲା। ସେମାନେ ଗାଁକୁ ବର୍ଷକରେ ଥରେ ଅଧେ କିଏ ଆସନ୍ତି। ସାନ ଅଂଶର ମୁରବୀ କିଏ? ସେ କେଉଁଠି ଅଛନ୍ତି? ନା ଦେଖନ୍ତୁ, ସାନ ଅଂଶର ମୁରବୀ ନାଥ ଦାଦି। ସେ ଗତ 3 ବର୍ଷ ହେଲା ପେନସନ ନେଇ ଗାଁରେ ରହି ଆସିଛନ୍ତି। ସେ ଥିବା ନଥିବା ସମାନ, କାରଣ ତାଙ୍କର ଶ୍ୱାସ ବେମାର ଅଛି ଏବଂ ସେ ଦାଣ୍ଡ ପିଣ୍ଡାରୁ ଓହ୍ଲାଇବା ଭାରି କଷ୍ଟ। ତେଣୁ ନିଧି କାନଗୋଇ ତାଙ୍କୁ ଡରାଇ ଧମକାଇ 2 ଅକ୍ଷରୀ ସୋଧି ନିଜେ ଯାହା ସବୁ ପାରନ୍ତି ଭୋଗ କରନ୍ତି। ତାପରେ ଦେଖ ତମେ ପିଲାମାନେ, ୱାର୍ଡ ମେହେନ୍ତରର ନାମ କଣ? ନା ଶଙ୍କର ଗରୁଡ, ଯିଏ କି ୱାର୍ଡ ମେହେନ୍ତର ହେଲା। ତାପରେ ଦେଖିବା, କବି ଶଙ୍କର ଗରୁଡର ରୂପକୁ କିପରି ବର୍ଣ୍ଣନା କରିଛନ୍ତି? ନା ଦେଖନ୍ତୁ, ଶଙ୍କର ଗରୁଡ ୱାର୍ଡ ମେହେନ୍ତର। ସେ ସେ ପିନ୍ଧିଛି ଖଣ୍ଡେ ନେଡି କନାର ହାଫ ପ୍ୟାଣ୍ଟ, ଦେହରେ ସେହି ରଙ୍ଗର ଖଣ୍ଡେ ଫତେଇ, ନାକ ତଳେ 2 ପଟେ ବାଘୁଆ ନିଶ, ପାଟିରେ ଖଜୁରୀ ଦାଢିର ଖଟା ଗନ୍ଧ ହେଲା। ଖଣ୍ଡେ ବିଡି ଲଗାଇ ଆସି ବ୍ରଜବନ୍ଧୁଙ୍କର ପାଖରେ ଅଳ୍ପ ଦୂରରେ ଠିଆ ହେଲା। ତ ପିଲାମାନେ, ଆମେ ଯୋଉ ସର୍ଟ କ୍ୱେଶ୍ଚନ ଗୁଡିକ ଆଲୋଚନା କରୁଛେ ତାହା ମିସ୍ ରାଉତ ମ୍ୟାମଙ୍କର ତେଣୁକରି ଏଟା ଯାଇକିନା ତାଙ୍କର ବି ମତେ ଭିଡିଓ ଦେଖନ୍ତୁ, ତାଙ୍କରି ନୋଟ ଆଣିକିନା ମୁଁ ତମକୁ କ୍ଲାସ କରୁଛି। ତାପରେ ଦେଖନ୍ତୁ କଣ ଅଛି, କୁକୁର 2ଟା ଅନ୍ଧାରରେ ଲୁଚିଗଲେ କାହିଁକି? ନା ଦେଖ, କୁକୁରଟି ଲୁଚିବାର କାରଣ ହଉଛି ଯେ କୁକୁର 2ଟା ଜୀବ ଲହ ଲହ କରି କୁଆଡେ ଗୋଟେ ଧାଇଁ ଆସିଲେ ଏବଂ ସବୁଆଡେ ମାତ୍ର ଶଙ୍କର ଗରୁଡ 2 ଅକ୍ଷରେ ଗାଳି ଦେବାରୁ ସେମାନେ ପିଣ୍ଡା ତଳେ ଅନ୍ଧାରରେ ଲୁଚି ଗଲେ। ନିଧି କାନଗୋଇର ଶବକୁ ଦେଖି ଶଙ୍କର ଗରୁଡ କଣ କହିଥିଲା? ନା ଦେଖନ୍ତୁ, ନିଧି ଗଇର ଶବକୁ ଦେଖି ଶଙ୍କର ଗରୁଡ ଭାବୁଥିଲା ଯେ ଘର କେଉଁ ଦୂର ମଫସଲରେ। ଏଠି 23 ନମ୍ବର ପଡିଥିଲା, ଏ 23 ନମ୍ବର ବେଡ ରେ ପଡିଥିଲା, ପାଖରେ କେହି ବି ନଥିଲେ। ଲାଶ ନେବାକୁ ହୁଏ ତ କେହି ଆସିବେ ନାହିଁ। ସରା
ଅନାଟମି ବାଲା ଲାଷ୍ଟକୁ ଯଦି ନ ନିଅନ୍ତେ ତାହେଲେ କ'ଣ ହାଡ଼ ବିକି 200 ଟଙ୍କା ମିଳନ୍ତା। ତାପରେ ଦେଖନ୍ତୁ କ'ଣ ଅଛି, ଶଙ୍କର ଗୌଡ଼ କିପରି ସହ ଦେହରୁ ହାଡ଼ ବାହାର କରୁଥିଲା ନା ଦେଖ ତା ଉପରଟା ଶଙ୍କର ଗୌଡ଼ ମେହେନ୍ତକୁ ଆର ବର୍ଷ କି ରୋଗୀ ମିଳିଥିଲା ନା ଦେଖନ୍ତୁ ଆର ବର୍ଷ 3ଟି କଲେରା ରୋଗୀର ଲାଶ ମିଳିଥିଲା। ଶଙ୍କର ଗୌଡ଼ କିପରି ଶବ ଦେହରୁ ହାଡ଼ ବାହାର କରୁଥିଲା? ଶଙ୍କର ଗରୁଡ଼ ଘରେ ଗୋଟିଏ ବଡ଼ ମାଟି କୁଣ୍ଡ ଅଛି, ସେଥିରେ ସେ କ'ଣ ହାଇଡ୍ରୋଜେନ ପାରକ୍ସାଇଡ ପାଣି ଭର୍ତ୍ତି କରି ଲାଶ ଗୁଡାକୁ ସିଝାଇ ସେ ହାଡ଼ ବାହାର କରିଥିଲା। ଆର ୱାର୍ଡର ମଧୁ ଜମାଦାର କେତେ ଟଙ୍କାର ଜମିଦାର ହେଲା, କେତେ ଟଙ୍କାର ମଣିଷ କଙ୍କାଳ ବିକ୍ରି କରିଥିଲା? କେତେ ନା 250 ଟଙ୍କାରେ। ବ୍ରଜବନ୍ଧୁ ନିଧି କାନଗୋଇର ସ୍ତ୍ରୀକୁ କଣ ଡାକୁଥିଲା? ନୂଆ ବୋଉ। ନିଧି କାନଗୋଇର ସ୍ତ୍ରୀ କେମିତି ଥିଲା? ଦେଖନ୍ତୁ ନିଧି କାନଗୋଇଙ୍କର ସ୍ତ୍ରୀ ଯିଏକି ଘୁଷୁରୀ ବେକରେ ମଲ୍ଲିମାର ପରି ନିଧି ଲକ୍ଷ୍ମୀ ଛଡ଼ା ସଂସାରକୁ ଆସିଥିଲେ। ତାଙ୍କର ହାତରେ ଶାଗ ଖରଡ଼ାର ସ୍ୱାଦ ଏତେ ସୁଦ୍ଧା କାନଗୋଇ ସାହିରେ ସବୁ ଲୋକ ମନେ କରିଛନ୍ତି। ନିଧି କାନଗୋଇଙ୍କ ଠାରୁ ମାଡ଼ ଖାଇ ଖାଇ ତାଙ୍କର ମୃତ୍ୟୁ ହୋଇଥିଲା। ନିଧି କାନଗୋଇର କେତୋଟି ସନ୍ତାନ ଥିଲେ? ତ ପିଲାମାନେ 2ଟି ପୁଅ ଆଉ ଗୋଟିଏ ଝିଅ ଥିଲେ। ବଡ଼ ପୁଅ ସାଙ୍ଗରେ ସବୁଦିନ କଳିମାଡ଼ ଏବଂ ବାପ ଦାଉରୁ ସେ କେବେଠୁ ଗାଁ ଛାଡ଼ିଛି। ସାନ ପୁଅର ନାମ ବୈଦ, ମାଛ ଧରେ, ରାତିରେ ଯାହା ବାରିରୁ ପାରେ ତା ବାଡ଼ିରୁ କଦଳୀ ପଣସ ଚୋରି କରେ ଏବଂ ସେ ପାନ ବେପାର ମଧ୍ୟ କରେ। ଝିଅ ସାରି 9 ବର୍ଷ ଦିନୁ ମାଠିଆରେ କୂଅରୁ ପାଣି କାଢ଼େ, ବାସନ ମାଜେ, ଭାତ ରାନ୍ଧେ ଆଉ ଭାଇଠାରୁ ପିଟା ଖାଏ, ବାପାଠାରୁ ସେ ଅଶ୍ରାବ୍ୟ ଗାଳି ଶୁଣେ। ତାପରେ ଦେଖିବା କ'ଣ ହେଲା। ନିଧି କାନଗୋଇର ଘର କିପରି ଥିଲା? ଘର କହିଲେ ଭୁସୁରା ମାଟି କାନ୍ଥ, ଉପରେ 3 ବର୍ଷ ତଳର ପାଣି ଖତରା ପାଉଁଶିଆ ଚାଳ। ତାପରେ କ୍ୱେଶ୍ଚନ ଦେଖନ୍ତୁ, ନିଧି ତାଙ୍କର ବାଡ଼ିରେ କ'ଣ ଚାଷ କରନ୍ତି? ନା ଘର ଦାଣ୍ଡରେ ଗୁଣ୍ଠେ ଜମିରେ ବାଇଗଣ, ଲଙ୍କା, ମରିଚ, ଖଡ଼ା ଆଉ କଦଳୀର ଜଙ୍ଗଲ। ନିଧି କାନଗୋଇ ସେଇ ଲଙ୍କା, ମରିଚ ଆଉ ଗଡ଼ାକୁ ଗ୍ରମ୍ବଳ କରି ଚାଲିଛି, ଠକିଛି, ଚୋରି କରିଛି, ଅନ୍ୟକୁ ଦଳିତଳାନ୍ତ କରିଛି, ମାତ୍ର କାହାରିଠାରେ ମୁଣ୍ଡ ନୁଆଇ ନାହିଁ। ତାପରେ ଦେଖନ୍ତୁ କ'ଣ ଅଛି, ବ୍ରଜବନ୍ଧୁ କ'ଣ ପାଇଁ ହରିପୁର ଗାଁକୁ ଯାଇଥିଲେ? ନା ଦେଖନ୍ତୁ ରଜ ସଂକ୍ରାନ୍ତିକୁ ବ୍ରଜବନ୍ଧୁ ହରିପୁର ଗାଁକୁ ଯାଇଥିଲେ। ସେ ସ୍କୁଲ ଛୁଟି ଥିଲା, ସେଥିପାଇଁ ସେ ଗାଁକୁ ଘର ଛପର ପାଇଁ ଯାଇଥିଲେ। ବ୍ରଜବନ୍ଧୁ ଗାଁକୁ ଯାଇକି କ'ଣ ଦେଖିଲେ? ଦେଖ ବ୍ରଜବନ୍ଧୁ ଗାଁକୁ ଯାଇ ଦେଖିଲେ ଯେ କାନଗୋଇ ସାହି ଅସ୍ୱାଭାବିକ ଭାବରେ ନୀରବ। ସବୁଥର ଗାଁ ମୁଣ୍ଡକୁ ଶୁଭେ ନିଧି କାନଗୋଇର ଅଶ୍ଳୀଳ ଚିତ୍କାର ଆଉ ଗାଳି। ବୈଦ ଖଣ୍ଡେ ଛିଣ୍ଡା ଗାମୁଛା ପିନ୍ଧି ହାତରେ ଗୋଟିଏ ବନଶୀ, ଖଡ଼ା ଆଉ ମାଛ ଖୋଳଇ ଧରି ଫେରୁଥିଲା। ବୈଦ ଦଣ୍ଡଗତ ହେଲା। ବୈଦ କିଏ? ତାର ପୁଅ ନିଧି କାନଗୋଇର। ବ୍ରଜବନ୍ଧୁ ବୈଦକୁ କ'ଣ ପଚାରିଲେ? ଦେଖନ୍ତୁ ବ୍ରଜବନ୍ଧୁ ବୈଦକୁ ପଚାରିଲେ ବାପା ନାହିଁ କି? ବୈଦ କହିଲେ ବାପାକୁ ଜ୍ୱର। ବ୍ରଜବନ୍ଧୁ ପଚାରିଲେ କେବେଠୁ? ତାପରେ ବୈଦ କହିଲା ସେଇ କାର୍ତ୍ତିକ ମାସରୁ କହିକି ସେ ବୈଦ ମାଛ ଧରିବାକୁ ଚାଲିଗଲା। ତାପରେ ଦେଖିବା କ'ଣ ଅଛି, ଦେଖନ୍ତୁ ନିଧି କାନଗୋଇର ଘର ଭିତରୁ ତେତେଇଆ କଣ୍ଠରୁ କି ଚିତ୍କାର ଶୁଭୁଥିଲା? ଦେଖନ୍ତୁ ତେତେଇଆ କଣ୍ଠରେ ଶୁଭିଲା ସାରିବେ ସାରିଆ ହାରାମଜାଦି, ସେଇ ଶବ୍ଦଟି ଶୁଭୁଥିଲା। ଶାରୀ କ'ଣ ପିନ୍ଧିଥିଲା? ଶାରୀ କରର ଖଣ୍ଡେ ପାନ ଗୁଞ୍ଜି, ପାଦରେ ଗୁଆ ଖରର ଚଟି ଆଉ ଦେହରେ ଖଣ୍ଡେ ନୂଆ ଛିଟ ଫ୍ରକ୍ ପିନ୍ଧିଥିଲା। ବ୍ରଜବନ୍ଧୁ ଶାରୀକୁ କ'ଣ କହିଲେ କେରେ? ନା ଦେଖନ୍ତୁ ଆଲୋ ଶାରୀ, ମୋ ସାଙ୍ଗରେ ବାପାକୁ ଦେଖି ଆସିବା। ବଡ଼ି ଖୁଣ୍ଟିକୁ ଛେଳି ଯିବା ପରି ଶାରୀ ବ୍ରଜବନ୍ଧୁଙ୍କ ପଛେ ପଛେ ନିଧି କାନଗୋଇଙ୍କର ପିଣ୍ଡା ଉପରକୁ ଉଠିଲା। ନିଧି କାନଗୋଇର ଦେହ ଅସୁସ୍ଥ ହେବା ପରେ ସେ କେମିତି ଦେଖାଯାଉଥିଲା? ନିଧି କାନଗୋଇର ଗୋଟିଏ ଗୁମ୍ଫା ପରି ଅନ୍ଧାର ଭିତରେ ରହିଥିଲା ଏବଂ ସେ ମୂତର ସନ୍ତସନ୍ତିଆ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ନିଧି ଖଣ୍ଡେ ଛିଣ୍ଡା ବିଛଣା ଉପରେ କାନ୍ଥକୁ ଆଉଜି ବସିଥିଲେ। ଦେହ ବ୍ୟଙ୍ଗ ପରି ଫୁଲି ଯାଇଛି, ହଳଦିଆ ଦିଶୁଛି, ମୁହଁ ଫୁଲି ଆଖି ଦୁଇଟା ଦିଶୁନାହିଁ। ଗୋଡ଼ ହାତ ବାଉଁଶ ନଳି ପରି ସରୁ ସରୁ ହାତରେ ଖଣ୍ଡେ ବାଡ଼ି ଧରି ଉଠିବାକୁ ଚେଷ୍ଟା କରୁଛନ୍ତି।
ମାତ୍ର ଉଠି ପାରୁନାହାନ୍ତି। ତାପରେ ଦେଖିବାର କଣ ଅଛି, ନିଧି କାନଗୋଇର ଦେହ କିପରି ଖରାପ ହେଲା ଦେଖନ୍ତୁ। ବୈଦ କେଉଁଠୁ ସେରେ ଖଣ୍ଡେ କେରାଣ୍ଡି ଧରି ଆଣିଥିଲା, ସେତକ ଖାଇସାରିବା ପରେ ମୋର ଦେହଟି ପୁରା ଫୁଲି ଯାଇଥିଲା। ତାପରେ ଦେଖିବା ହେଲା ତାପରେ କହୁଛନ୍ତି ଦେଖନ୍ତୁ, ନିଧି କାନଗୋଇ କାହା ପାଖରୁ ଔଷଧ ଆଣିକି ଖାଉଥିଲେ? କାହା ପାଖରୁ କିଏ ନା ଦେଖନ୍ତୁ, ନିତ୍ୟା କବିରାଜ ଠାରୁ ଔଷଧ ଖାଇ ଖାଇ ତାଙ୍କର ପାଟିରେ କଣ ଛତିଆ ପଡି ଯାଇଥିଲା, ବରଂ ସେ ମାନେ ଛତିଆ ପଡି ଯାଇଥିଲା, ବରଂ ତାଙ୍କର ଦେହ ସେ ଠିକ ହେଇନଥିଲା। ତାପରେ ସେ ଗଣି ଡାକ୍ତର ହୋମିଓପାଥି ଔଷଧ ଖାଉଛନ୍ତି। ବ୍ରଜବନ୍ଧୁ କଣ ଥିଲେ? ବ୍ରଜବନ୍ଧୁ ଜଣେ ଶିକ୍ଷକ ଥିଲେ। ବ୍ରଜବନ୍ଧୁ କାହା ପିଲାମାନଙ୍କୁ ଟ୍ୟୁସନ କରନ୍ତି ନା ରାମେଶ୍ୱର ବାବୁଙ୍କ ପିଲାମାନଙ୍କୁ ଟ୍ୟୁସନ କରନ୍ତି। ନିଧି କାନଗୋଇର ଶବକୁ କେଉଁମାନେ ଜାଣିଥିଲେ ନା ଶଙ୍କର ଗରୁଡ ଆଉ ମଧୁ ଗଛେଇତ। ନିଧି ଗଇର ଶବକୁ ଜାଣିବା ପାଇଁ କେତେ ପଇସା କହିଲା? 5 ଟଙ୍କା। ବ୍ରଜବନ୍ଧୁ ଶଙ୍କର ଗରୁଡକୁ କେତେ ଟଙ୍କା ଦେବା ପାଇଁ କହିଲେ? 3 ଟଙ୍କା। କେତେ ଟଙ୍କା ଆଗତୁରା ରଖିବା ପାଇଁ ବ୍ରଜବନ୍ଧୁ କହିଲେ? ଟଙ୍କାଏ। ମଡା ଭାଇ ମାନେ ପରଦିନ କେତେବେଳେ ଆସି ପହଞ୍ଚିଲେ ନା 2 ପହର ବେଳକୁ। ସିନ୍ଧୁ କାନଗୋଇ କିଏ? ନିଧିଙ୍କର କିଏ ନା ବାଦି ପୁଅ ବା ସାନ ଭାଇ। ମହାନ୍ତି ସାହିରୁ କିଏ ନିଧିଙ୍କର ପାଖକୁ ଆସିଥିଲା ନା ଦାମୋଦର, ସେ ପୁଣି ମଡା ଛୁଇଁବ ନାହିଁ, ଘରେ ମନା କରିଛନ୍ତି। ତାପରେ ଦେଖିବା ଅସା ସାହିରୁ କିଏ କିଏ ଆସିଛନ୍ତି? ନଟ ଆଉ ଗୋବିନ୍ଦ। ଚାନ୍ଦପୁର ଗହିରରେ କେତେ ଜମି ନିଧି ଭାଇ ଭୋଗ କରୁଥିଲେ ବୋଲି ସିଦ୍ଧି କହିଲା? କେତେ ନା 18 ଗୁଣ୍ଠ ଇଜମାଲି ଧାନ ଜମି ହେଲା। ଶଙ୍କର ଗରଡ ନଈରେ ଲାଶକୁ ଫୋପାଡ଼ି ଦେଲେ କେତେ ଟଙ୍କା ନେବେ ବୋଲି କହିଲେ? 5 ଟଙ୍କା। ସିନ୍ଧୁ ବୈଦକୁ କଣ କରିବ ବୋଲି କହିଲା? ଦେଖନ୍ତୁ, ସିନ୍ଧୁ ଶେଷରେ କଣ ବୈଦକୁ କହିଲା ଯେ ହେ ବୈଦ, ତୋ ବାପା ମୁହଁରେ ମୁଠାଏ ମାଟି ଦେଇଦେ। ସେମିତି ବୋକାଙ୍କ ପରି ମିଟି ମିଟି ରହି ଦେଖୁଛୁ କଣ? ମଣିଷ ଜୀବନ ତ ସେଇଆ। ଶେଷ ସମୟରେ ବୈଦ ତା ବାପା ମୁହଁରେ କେମିତି ମାଟି ଦେଲା? ବୈଦ ତୋର ମୁଠାଏ ଘାସ ମିଶା ଅଦା ମାଟି ଉଠାଇ ନିଧି କାନଗୋଇର କଣ ସବୁ ଉପରକୁ ପକାଇ ଦେଲା। ତାପରେ ଦେଖିବା, ସିନ୍ଧୁ ଆପତ୍ତି କରି ବୈଦକୁ କଣ କହିଥିଲେ? ଉପରେ ମାଟି ଦେଲେ ହେବ ନାହିଁ, ମୁହଁରେ ଦେବା ପାଇଁ ପଡିବ। ସିନ୍ଧୁ ବୈଦକୁ ଧମକାଇ କଣ କହିଲା? ବାପା ହୋଇ ତତେ ଜନ୍ମ ଦେଇଥିଲା, ଚଣ୍ଡାର ମୁହଁରେ ମୁଠାଏ ମାଟି ସୁଦ୍ଧା ଦେଲା ନାହିଁ। କିଏ କହିଲା? ନିଧୁ ଭାଇ ଡାକ ଆଜିଠାରୁ ଲିଭିଗଲା ଜାଣ, ସିନ୍ଧୁ କହିଲା। ଶିବୁ କହିଲା। ବୈଦ କଣ କହି ତଳେ ଲଟି ପଡିଲା? ଇଲୋ ବାପା ଲୋ। ଶଙ୍କର ଗରଡ କେଉଁଠାରେ ବଣ୍ଡେ ରହିଯାଇ ବଡ ଭାଇଙ୍କର ଆଡେ ଚାହିଁଲେ ଅସ୍ତଗଛ ବାଙ୍କରେ। ଶେଷରେ ଶଙ୍କର ଗରଡ ନିଧି କାନଗୋଇର ମଡାକୁ କଣ କଲା? ଶଙ୍କର ଗରୁଡ ଦେଖିଲା ଯେ ମଡାର ପଛେ ପଛେ କଣ ହରିପୁରିଆ ମଡା ଭାଇ ମାନେ ଆସୁନାହାନ୍ତି। ଏତେ ଦିନ ପରେ ଗୋଟେ ମଡା ମିଳିଛି, ହାଡ କାଢି ବିକ୍ରି କରିଦେଲେ 250 ଟଙ୍କା ମିଳିବ। ପଛରେ ଗୋଟେ କୁକୁର ବାସି ମଡାର ପଚା ଗନ୍ଧ ବାରି ବାରି ଆସୁଥିଲା। ଶଙ୍କର ଅଶ୍ରାବ୍ୟ ଭାଷାରେ ଗାଳି ଦେଇ କୁକୁର ଉପରକୁ ଗୋଟେ ଢେଲା ପକାଇ ବନ୍ଧତରଳ ମେହେନ୍ତର ସାହିଆଡେ ଷ୍ଟ୍ରେଚରଟିକୁ ଗଡାଇ ଦେଲା। ତ ପିଲାମାନେ ଏଇଠି ତମର ସର୍ଟ କ୍ୱେଶ୍ଚନ ଗୁଡାକ ଆମେ ଆଲୋଚନା କଲେ। ନେକ୍ସଟ ଭିଡ଼ିଓ ମାଧ୍ୟମରେ ଆମେ ଗାଇଡ ସବୁ ସର୍ଟ କ୍ୱେଶ୍ଚନ ଗୁଡାକ ଦେଖିବା। ତ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଧନ୍ୟବାଦ। ଜୟ ଜଗନ୍ନାଥ ସମସ୍ତଙ୍କୁ।